ଜୟନା ସାଙ୍ଗମାନେ ଚାଲନ୍ତୁ ଆଜି ଆମେ ଆରମ୍ଭ କରିବା ନବମ କ୍ଲାସ ସାହିତ୍ୟ ବହିରେ ଥିବା ତୃତୀୟ କବିତା ପଦ୍ମ। କବିତାଟିକୁ ଲେଖିଛନ୍ତି ମଧୁସୂଦନ ରାଓ। ଚାଲନ୍ତୁ ତାଙ୍କ ବିଷୟରେ କିଛି ଜାଣିବା। କୁହାଯାଇଛି କି ମଧୁସୂଦନ ରାଓ 1853 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ମୃତ୍ୟୁ 1912 ମସିହାରେ ଘଟିଥିଲା। ସେ ଥିଲେ ଓଡ଼ିଆ ସାହିତ୍ୟର ଅନ୍ୟତମ ସ୍ରଷ୍ଟା। ଗୀତି କବିତା ବା ଗୀତ ଲେଖିବା ବା କବିତା ଲେଖିବା, ପ୍ରବନ୍ଧ ଲେଖିବା ଏବଂ ଅନୁବାଦ ଶିଶୁ ସାହିତ୍ୟର ରଚୟିତା ଭାବରେ ସେ ବିଶେଷ ସମ୍ମାନ ମଧ୍ୟ ପାଇଛନ୍ତି। ସେ କିଛି ଲେଖିଥିଲେ କବିତାମାଳୀ ବା କବିତା ବଳି, ଛାନ୍ଦମାଳା, କୁସୁମାଞ୍ଜଳି, ବସନ୍ତ ଗାଥା, ପ୍ରବନ୍ଧମାଳା, ବର୍ଣ୍ଣବୋଧ। ଏହାକୁ ରଚନା କରିଥିଲେ କିଏ? ମଧୁସୂଦନ ରାଓ। ତାଙ୍କ ଏହି କବିତାଟି ପଦ୍ମ କବିତାରେ ସୌନ୍ଦର୍ଯ୍ୟ ବୋଧ ସହିତ ଈଶ୍ୱରାନୁଭୂତି ବା ଈଶ୍ୱରଙ୍କୁ ଏଠି ମଧ୍ୟ ଈଶ୍ୱରଙ୍କୁ କିଛି ସମ୍ବୋଧନ କରି କୁହାଯାଇଛି। ଈଶ୍ୱରଙ୍କ ଉପରେ ଅନୁଭୂତି କିଛି ଦିଆଯାଇଛି। ମଣିଷ ପାଇଁ ଏହା ଏକ ଉତ୍ତରଣର ମାର୍ଗ ପ୍ରଦର୍ଶନ କରିପାରିଛି। କବିତାଟି ଛାନ୍ଦମାଳାର ଅନ୍ତର୍ଗତ। ଏଇଟା ଆମର ସର୍ଟ କୋଶ୍ଚିନ୍ ପଡ଼େ। ଚାଲନ୍ତୁ କବିତାଟିକୁ ଆରମ୍ଭ କରିବା। କହିଛି କୋଟି ଲାବଣ୍ୟ ନିଧିରେ ପଦ୍ମ ତୋହି, କି ଅମୃତେ ତତନୁ ଗଢ଼ିଲା ବିହି। ତୋ ରୂପ ଦର୍ଶନେ ମୋର ହୃଦୟ, ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ। ଚାଲନ୍ତୁ ଆର ଭାବାର୍ଥ ଆମେ ଜାଣିବା। କୁହାଯାଇଛି କୋଟି ଲାବଣ୍ୟ ନିଧି। ଲାବଣ୍ୟ ଏଠି କହିଲେ ସୌନ୍ଦର୍ଯ୍ୟ, ନିଧି କହିଲେ ସମ୍ପତ୍ତି। କୋଟିଏ ଲାବଣ୍ୟ ଏବଂ ନିଧିରେ ବା କୋଟିଏ ସୌନ୍ଦର୍ଯ୍ୟର ରୂପକ ସମ୍ପତ୍ତିରେ ପଦ୍ମ ତୁ କହିଛୁ ନା କି ଅମୃତେ ତତନୁ ଗଢ଼ିଲା ବିହି ବା ତନୁ କହିଲେ ଶରୀର ଏବଂ ବିହି କହିଲେ ଭଗବାନ। କହିଛି କି ପଦ୍ମକୁ ମଧୁସୂଦନ ରାଓ କହିଛନ୍ତି କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି, କି ଅମୃତେ ତୋତନୁ ଗଢ଼ିଲା ବିହି। ବା ତୁ କୋଟିଏ ଲାବଣ୍ୟ ନିଧିରେ ବା ସୌନ୍ଦର୍ଯ୍ୟ ରୂପକ ସମ୍ପତ୍ତିରେ ପଦ୍ମ ତୁ କୋଟିଏ ଲାବଣ୍ୟ ନିଧି ବା ସୌନ୍ଦର୍ଯ୍ୟ ରୂପକ ସମ୍ପତ୍ତିରେ ତୋର ତନୁ ବା ତୋର ଶରୀରକୁ ଗଢ଼ିଛନ୍ତି ଭଗବାନ। ତୋ ରୂପ ଦର୍ଶନେ ମୋର ହୃଦୟ, ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ। ମୋର ହୃଦୟ ତୋ ରୂପର ଦର୍ଶନ କରିକି କ'ଣ ହୁଏ ନା ପୁଣ୍ୟ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଏ ଏବଂ ଅମୃତମୟ ହୋଇ ଉଠେ। ତାପରେ କୁହାଯାଇଛି ଢଳ ଢଳ ସୁନୀଳ ସରସୀ ଜଳ, ଢଳ ଢଳ ଶ୍ୟାମଳ ନଳିନୀ ଦଳ, ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ୱଳ, ତା ମଧ୍ୟ ଢଳ ଢଳ ତୁହି କମଳ। କ'ଣ ନା ଢଳ ଢଳ ସୁନୀଳ। ସୁନୀଳ କହିଲେ ଏଟା ନୀଳ ବର୍ଣ୍ଣର ବା ନୀଳ କଲରର ଜଳକୁ ବୁଝାଏ। ଢଳ ଢଳ ସୁନୀଳ। ତୁ ସେ ପଦ୍ମପତ୍ରରେ ପାଣି ପଡ଼ିଲେ ଢଳ ଢଳ ହୁଏ। ଯେପରିକି ସାରୁ ପତ୍ରରେ ପାଣି ପଡ଼ିଲେ ରୁହେନି, ଢଳ ଢଳ ହୁଏ। ସେହିପରି ପଦ୍ମପତ୍ରରେ ପାଣି ପଡ଼ିଲେ ମଧ୍ୟ ଢଳ ଢଳ ହୁଏ। କହିଛି ଢଳ ଢଳ ସୁନୀଳ ସରସୀ ଜଳ। ତୋର ଜଳ ସେଇ ସୁନୀଳ ବା ସେଇ ନୀଳ ପୋଖରୀରେ ବା ନୀଳ ଜଳରେ ଢଳ ଢଳ ହୁଏ ତୋର ପତ୍ର ଏବଂ ଢଳ ଢଳ ଶ୍ୟାମଳ ନଳିନୀ ଦଳ। ନଳିନୀର ଅର୍ଥ ପଦ୍ମ। ଢଳ ଢଳ ଶ୍ୟାମଳ, ଶ୍ୟାମଳ ବର୍ଣ୍ଣର ସେଇ ଜଳରେ ନଳିନୀର ଦଳ ବା ପଦ୍ମର ଦଳ କ'ଣ ହୁଏ ନା ଢଳ ଢଳ ହୁଏ ବୋଲି ଏଠି କୁହାଯାଇଛି। ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ୱଳ, ତା ମଧ୍ୟ ଢଳ ଢଳ ତୁହି କମଳ। ଢଳ ଢଳ ଭାସ୍କର, ଭାସ୍କର କହିଲେ ସୂର୍ଯ୍ୟ। ରଶ୍ମି ଉଜ୍ଜ୍ୱଳ, ସୂର୍ଯ୍ୟଙ୍କର ରଶ୍ମି ସେହି ପାଣି ଉପରେ ପଡ଼ି ବହୁ ଢଳ ଢଳ ହୋଇକି ଉଜ୍ଜ୍ୱଳ ରଙ୍ଗର ଦେଖାଯାଏ। ତା ମଧ୍ୟ ଢଳ ଢଳ ତୁହି କମଳ। ତାର ମଝିରେ ବା ତାର ମଧ୍ୟ ଭାଗରେ ତୁ ବା ହେ ପଦ୍ମ ତୁ ରହିକି କହୁଛୁ ନା ଢଳ ଢଳ ହୋଇଛୁ ବୋଲି ଏଠି କବି ମଧୁସୂଦନ ରାଓ ବର୍ଣ୍ଣନା କରିଛନ୍ତି। କୁହାଯାଇଛି ଟୋଟାଲ ତାର ଭାବାର୍ଥ ବୁଝିଲେ କୁହାଯାଇଛି କି ଏଇ ପୋଖରୀରେ ବା ଏଇ ପୋଖରୀର ଢଳ ସୁନୀଳ ଜଳରେ ବା ନୀଳ ବର୍ଣ୍ଣର ଜଳରେ ଢଳ ଢଳ ଶ୍ୟାମଳ ନଳିନୀ ଦଳ। ତୋର ଦଳ ଗୁଡ଼ିକ ପଦ୍ମର ଦଳ ଗୁଡ଼ିକ ରହିଥାଏ। ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ୱଳ। ଏହି ସୂର୍ଯ୍ୟଙ୍କ କିରଣ ପଡ଼ିକି ଏହା ଢଳ ଢଳ ମଧ୍ୟ ହୋଇଥାଏ ଏବଂ ସୂର୍ଯ୍ୟଙ୍କ କିରଣରେ ଏହା ଅତି ଚମତ୍କାର ବା ଉଜ୍ଜ୍ୱଳ ଦେଖାଯାଇଥାଏ। ତା ମଧ୍ୟ ଢଳ ଢଳ ତୁହି କମଳ। ତା ମଝିରେ ବା ତାର ମଧ୍ୟ ଭାଗରେ ପଦ୍ମ ତୁ ଢଳ ଢଳ ହୋଇ ରହିଅଛୁ। ତାପରେ ଚାଲ ଦେଖିବା 3 ନମ୍ବରଟା। କୁହାଯାଇଛି କି ହସ ହସ ବଦନେ ହରସ ଭରେ, ଅନାଇ ରହିଅଛୁ ତୁ ଦିବା କରେ, ତୋମୁକ ଜ୍ୟୋତିଧାରା ସେ ଦିବା କର, ଢଳାଇ ଅବିରଳ ଆରେ ପୁଷ୍କର। କ'ଣ ନା ହସ ହସ ବଦନେ ହରସ ଭରେ। ତୋର ମୁଖଟି କିପରି ହୋଇଅଛି ନା ହସ ହସ ବଦନ, ବହୁତ ଖୁସିରେ ତୁ ଅଛୁ ବୋଲି ଜଣା ପଡ଼େ ଏଥିରୁ।
ଅନାଇ ରହିଅଛୁ ତୁ ଦିବାକରେ। ତୁ କାହାକୁ ହେ ପଦ୍ମ ତୁ କାହାକୁ ଅନେଇକି ରହିଅଛୁ ନା ଦିବାକର ବା ସୂର୍ଯ୍ୟଙ୍କୁ ତୁ ଅନେଇକି ସବୁବେଳେ ରହିଥାଉ। ତୁ ତୋ ମୁଖେ ଜ୍ୟୋତିଧାରା ସେ ଦିବାକର ଢାଳି ଅବିରଳ ଆରେ ପୁଷ୍କର। ତୋ ମୁଖରେ ବା ତୋ ମୁହଁରେ ଜ୍ୟୋତିର ଧାରା, ସେ ଯେଉଁ ଜ୍ୟୋତି ଆଲୋକର ଧାରା ସେଇ ଦିବାକର ବା ସେଇ ସୂର୍ଯ୍ୟ ଢାଳି ଦିଅନ୍ତି ଏବଂ ଢାଳି ଅବିରଳ ଆରେ ପୁଷ୍କର। ଅବିରଳ ସବୁଦିନ ପାଇଁ କେବେ ହେଲେ ବନ୍ଦ ହୁଏ ନାହିଁ ତାଙ୍କର ସେଇ ରଶ୍ମିକୁ ଦବା। ହେ ପଦ୍ମ ତତେ ସବୁବେଳ ପାଇଁ ସେ ସୂର୍ଯ୍ୟ ବା ସେ ଦିବାକର ଦିଅନ୍ତି କ'ଣ ନା ଜ୍ୟୋତିର ଧାରା। ଏଠି ମୋଟାମୋଟି ଉପରେ ଆମେ ବୁଝିବାକୁ ଗଲେ କୁହାଯାଇଛି ତୁ ହେ ପଦ୍ମ ତୁ ସବୁବେଳେ ହସ ହସ ବଦନରେ ରହୁ, ଖୁସିରେ ସବୁବେଳେ ରହୁ, ଅନାଇ ତୁ ସବୁବେଳେ ଦିବାକର ବା ସୂର୍ଯ୍ୟଙ୍କୁ ଅନେଇକି ରହୁ ଏବଂ ସେଇ ଦିବାକର ବା ସେଇ ସୂର୍ଯ୍ୟଦେବ ତତେ ଜ୍ୟୋତି ଧାରାରେ ପରିପୂର୍ଣ୍ଣ କରିଦିଅନ୍ତି। ଢାଳଇ ସବୁଦିନ ପାଇଁ ସେ ଜ୍ୟୋତି ଧାରା ଢାଳି ଦିଅନ୍ତି ତୋରି ଉପରେ। ତାପରେ ଦେଖିବା 4 ନମ୍ବରଟା କୁହାଯାଇଛି ପିଉତୁ କି ଆନନ୍ଦେ ପିୟୁଷ ସରି ସେ ଶୁଭ୍ର ଜ୍ୟୋତିଧାରା ଭକତି କରି। ଆହା କି ଦିବ୍ୟଶ୍ରୀ ତହୁଁ ତୁ ଲଭୁ ଧନ୍ୟ ଉତ୍ପଳ ଧନ୍ୟ ତୋହର ପ୍ରଭୁ। କହିଛି ପିଉତୁ କି ଆନନ୍ଦେ ସେ ପିୟୁଷ ସରି। ପିୟୁଷ କହିଲେ ଏଠି ଅମୃତକୁ ବୁଝାଏ। ପିୟୁଷ କହିଲେ ଅମୃତକୁ ବୁଝାଏ। ପିଉତୁ କି ଆନନ୍ଦେ ଅମୃତ ସରି। ତୁ କି ଆନନ୍ଦରେ ବହୁତ ଖୁସିରେ ତୁ ସେ ପିୟୁଷ ବା ସେ ଯେଉଁ ଅମୃତକୁ ବହୁତ ଖୁସିରେ ପିଉ। କେଉଁ ଅମୃତ ନା ସେ ଯେଉଁ ସୂର୍ଯ୍ୟଦେବ ଯେଉଁ ଦିଅନ୍ତି ରଶ୍ମି ରୂପକ ଅମୃତକୁ। ସେ ଶୁଭ୍ର ଜ୍ୟୋତିଧାରା ଭକତି କରି। ସେ ଶୁଭ୍ର ଜ୍ୟୋତିଧାରା ଭକତି କହିଛି କି ତୁ କେତେ ଭକ୍ତିରେ ସେ ଶୁଭ୍ର ଜ୍ୟୋତିଧାରାକୁ ସେ ସୂର୍ଯ୍ୟଦେବଙ୍କର ଜ୍ୟୋତିଧାରାକୁ ପିଉ। ବହୁତ ଆନନ୍ଦର ସହିତ ବହୁତ ଭକ୍ତିର ସହିତ ତୁ ପିଉ। ଆହା କି ଦିବ୍ୟଶ୍ରୀ ତହୁଁ ତୁ ଲଭୁ ଧନ୍ୟ ଉତ୍ପଳ ଧନ୍ୟ ତୋହର ପ୍ରଭୁ। ଆହା କି ଦିବ୍ୟଶ୍ରୀ ତୁ କି ଦିବ୍ୟଶ୍ରୀ ଲଭୁ ଏବଂ ତାହା ପିଇଲା ପରେ କି ଦିବ୍ୟ ତୁ ହେଇଯାଉ। ତହୁଁ ତୁ ଲଭୁ ତାକୁ ପ୍ରାପ୍ତ କରୁ ସେ ଦିବ୍ୟତ୍ୱକୁ। ଧନ୍ୟ ଉତ୍ପଳ ଧନ୍ୟ ତୋହର ପ୍ରଭୁ। ଧନ୍ୟ ଉତ୍ପଳ ହେ ପଦ୍ମ ତୁ ଧନ୍ୟ ତୋର ପ୍ରଭୁ ମଧ୍ୟ ଧନ୍ୟ ବୋଲି ଏଠି କବି ମଧୁସୂଦନ ରାଓ କହିଛନ୍ତି। ତାପରେ ଚାଲନ୍ତୁ ଦେଖିବା 5 ନମ୍ବର କହିଛି ମକରନ୍ଦ ଅମୃତ ହୃଦେ ତୋହର ତହୁଁ ସ୍ଫୁରଇ ବାସ କି ମନୋହର। ସେ ମଧୁ ପାନେ ମତ ମଧୁପ ଦଳ ସେ ସୌରଭେ ପରାଣ କେଡ଼େ ଶୀତଳ। ମକରନ୍ଦ ଅମୃତ। ମକରନ୍ଦ କହିଲେ ଆମେ ମହୁକୁ ବୁଝୁ। ମକରନ୍ଦ ମହୁ ରୂପକ ଅମୃତ। ମହୁ ରୂପକ ଅମୃତ ତୋ ହୃଦୟରେ ଅଛି ବୋଲି ଏଠି କୁହାଯାଇଛି କି ମହୁ ରୂପକ ଅମୃତ ତୋ ହୃଦୟରେ ଅଛି ହେ ପଦ୍ମ। ତହୁଁ ସ୍ଫୁରଇ ବାସ କି ମନୋହର। ସେଥିପାଇଁ ତୁ କେତେ ସୁନ୍ଦର ବାସ୍ନା ଦଉ, କି ମନୋହର ଲାଗେ ସେ ବାସ୍ନା, ଏହା କବି କହିଛନ୍ତି ଏଠି। ସେ ମଧୁ ପାନେ ମତ ମଧୁପ ଦଳ। ସେ ମଧୁ ପାନେ ସେ ମହୁକୁ ପିଇବା ପାଇଁ ମତ ବା ମତ କହିଲେ ପାଗଳ। କ'ଣ ନା ମଧୁପ ଦଳ ବା ମହୁମାଛି ଏବଂ ପ୍ରଜାପତି ତାକୁ ପିଇବା ପାଇଁ ସେଇ ମଧୁକୁ ବା ସେଇ ଅମୃତକୁ ଅମୃତ ରୂପକ ସେ ମହୁକୁ ପିଇବା ପାଇଁ ପାଗଳ ହୋଇଯାଆନ୍ତି ରେ ପଦ୍ମ। ସେ ସୌରଭେ ପରାଣେ କେଡ଼େ ଶୀତଳ। ସେ ସୌରଭ ଏଠି କୁହାଯାଇଛି କି କ'ଣ ନା ସେ ସୌରଭେ ପରାଣ କେଡ଼େ ଶୀତଳ। ସେ ସୌରଭ କହିଲେ ବାସ୍ନା। ସେ ବାସ୍ନାରେ ଆମର ହୃଦୟ କେତେ ଶୀତଳ ହୋଇଯାଏ ବୋଲି ଏଠି କବି କହିଛନ୍ତି। କବି ମଧୁସୂଦନ ରାଓ କହିଛନ୍ତି। କବି ମଧୁସୂଦନ ରାଓଙ୍କ ବର୍ଣ୍ଣନା ଯଥାର୍ଥତା ପ୍ରଦାନ କରେ ଏବଂ ବହୁତ ମନୋହର ଲାଗେ। ସେ ବହୁତ ଉଚ୍ଚ କୋଟିର କବି ଥିଲେ ଏବଂ ଏହି କବିତାଟିକୁ ବହୁତ ଯତ୍ନରେ ସେ ଲେଖିଛନ୍ତି, ବହୁତ ଆଦରରେ ଲେଖିଛନ୍ତି। ଭକ୍ତ ଏବଂ ଭଗବାନର ସମ୍ପର୍କକୁ ଏଠି ଦର୍ଶାଇଛନ୍ତି। ଯେମିତିକି କୁହାଯାଇଛି ଏଠି ପଦ୍ମ ଏବଂ ସୂର୍ଯ୍ୟ ଆଙ୍କର ସମ୍ପର୍କ ହେଉଛି ଭକ୍ତ ଏବଂ ଭଗବାନର ସମ୍ପର୍କ। ଏଠି ଭକ୍ତ ଏବଂ ଭଗବାନର ସମ୍ପର୍କକୁ କବି ମଧୁସୂଦନ ରାଓ ଦର୍ଶାଇଛନ୍ତି। ମୁଁ ଆଶା କରୁଛି ଆପଣମାନେ ଭିଡ଼ିଓଟିରୁ ସବୁକିଛି ବୁଝିପାରିଥିବେ ଭଲ ଭାବରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।